ଜାପାନ ଭଳି ଓଡ଼ିଶାରେ ବି ଚେରି ବ୍ଲୋସମ ଉଦ୍ୟାନ ଦେଖିବାକୁ ମିଳିବ। ଆକର୍ଷଣୀୟ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମତୁଆଲା କରିବ। ମେଘାଳୟରୁ 1000 ଗଛ ଆଣି ପରୀକ୍ଷାମୂଳକ ଭାବେ ଦାରିଙ୍ଗବାଡ଼ିରେ ଲଗାଯିବ। ଏହା ସଫଳ ହେଲେ ସେଠାରେ ଏକ ବିରାଟ ପାର୍କ ତିଆରି ହେବ। ପର୍ଯ୍ୟଟନ ସ୍ଥଳ ପାଲଟିବ ଦାରିଙ୍ଗବାଡ଼ି। ଏମିତି କିଛି ଯୋଜନା କରିଛି ଜଙ୍ଗଲ ଓ ପରିବେଶ ବିଭାଗ। ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠାରୁ ଥଣ୍ଡା ଅଞ୍ଚଳ ହୋଇଥିବାରୁ ଏଠାକାର ଜଙ୍ଗଲ ଓ ପରିବେଶରେ ଚେରି ବ୍ଲୋସମ ଗଛ ବୃଦ୍ଧିରେ ସହାୟକ ହେବ। ଚଳିତ ବର୍ଷ ଏହି ଗଛ ରୋପଣ କରାଯିବ। ମେଘାଳୟରୁ 1000 ଗଛ ଏଥିପାଇଁ ଅଣାସରିଛି। ଦାରିଙ୍ଗବାଡ଼ିର ଇକୋ ଟୁରିଜିମ୍ ସେଣ୍ଟର ପାଖରେ ଏହାକୁ ପରୀକ୍ଷାମୂଳକ ଭାବେ ରୋପଣ କରାଯିବ। ପରିବେଶ ଅନୁକୂଳ ହୋଇ ଏହି ଗଛ ସଫଳ ହେଲେ ଆଗାମୀ ଦିନରେ ଦାରିଙ୍ଗବାଡ଼ିର ଯିବା ବାଟରେ ଏହାକୁ ଲଗାଯିବ। ଗଛ ଲାଗିବାର 7 ବର୍ଷ ମଧ୍ୟରେ ଫୁଲ ଫୁଟିବ। ଏହି ଯୋଜନା ସଫଳ ହେଲେ ଚେରି ବ୍ଲୋସମ ଫେଷ୍ଟିଭାଲ କରାଯିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆସିବ। ଜାପାନରେ ପ୍ରତିବର୍ଷ ଚେରି ବ୍ଲୋସମ ଫେଷ୍ଟିଭାଲ ପାଳନ କରାଯାଏ। ଏହାକୁ ଦେଖିବାକୁ ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଆସିଥାନ୍ତି। ଏହି ଫୁଲ ବର୍ଷକୁ ଥରେ ଫୁଟେ। ଏହି ଫୁଲ ଫୁଟିବା ସମୟରେ ଗଛରେ ଗୋଟିଏ ବି ପତ୍ର ଦେଖିବାକୁ ମିଳେ ନାହିଁ। ଏହା ଲୋକଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ଏହାର ଶାନ୍ତ ବାତାବରଣ ଲୋକଙ୍କୁ ଆନନ୍ଦ ଦେଇଥାଏ, ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମିଥାଏ।